ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ବାଇବଲରେ ଯଦି ଦେଖିବେ, ତାହେଲେ ଦୁଇଟି ଯୀଶୁ, ଦୁଇଟି ଆତ୍ମା, ଦୁଇଟି ସୁସମାଚାର ଏବଂ ଦୁଇଟି ଅନ୍ୟ ଭାଷା ଏବଂ ଦୁଇଟି ସେବକ ମଧ୍ୟ ଆପଣମାନେ ଦେଖିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଗୋଟିଏ ହେଉଛି ଶୈତାନର ସୁସମାଚାର, ଗୋଟିଏ ପ୍ରଭୁ ଯୀଶୁଙ୍କର ସୁସମାଚାର, ଗୋଟିଏ ପ୍ରଭୁ ଯୀଶୁଙ୍କର ଆତ୍ମା, ଆଉ ଗୋଟିଏ ଶୈତାନର ଆତ୍ମା ଏବଂ ପ୍ରଭୁ ଯୀଶୁଙ୍କର ଅନ୍ୟ ଭାଷା, ଅନ୍ୟାନ୍ୟ ଭାଷା ଏବଂ ଶୈତାନର ଅନ୍ୟାନ୍ୟ ଭାଷା ଏବଂ ପ୍ରଭୁ ଯୀଶୁଙ୍କର ସେବକ ଏବଂ ଶୈତାନର ସେବକ ଆପଣମାନେ ବାଇବଲରେ ଦେଖିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଶୈତାନର ସେବକମାନଙ୍କୁ ଆପଣମାନେ କେମିତି ଚିହ୍ନିବେ? ଶୈତାନର ସୁସମାଚାର ଆପଣମାନେ କେମିତି ଚିହ୍ନିବେ? ଶୈତାନର ଆତ୍ମାକୁ ଆପଣମାନେ କେମିତି ଚିହ୍ନିବେ? କାରଣ ମାତୀୟ ପୁସ୍ତକରେ ଲେଖାଯାଏ, ସେମାନଙ୍କର ଫଳ ଦ୍ୱାରା ସେମାନେ ଚିହ୍ନା ଯାଆନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେମାନଙ୍କର ଫଳ ଦ୍ୱାରା ଆମ୍ଭେମାନେ ଚିହ୍ନିଥାଉ। ଭଲ ବ୍ୟକ୍ତି ଭଲ ହିଁ କହିଥାନ୍ତି, ଖରାପ ବ୍ୟକ୍ତି କେବେ ଭଲ କହିନଥାନ୍ତି। କିନ୍ତୁ ବର୍ତ୍ତମାନ ଏମିତି ମଧ୍ୟ ଅଛି, ବ୍ୟକ୍ତି ଖରାପ ହେଇଥାଇପାରେ କିନ୍ତୁ କାର୍ଯ୍ୟ ସଠିକ୍ ଥିବ। କିନ୍ତୁ ବ୍ୟକ୍ତି ଭଲ ହେଇଥାଇପାରେ କିନ୍ତୁ କାର୍ଯ୍ୟ ମନ୍ଦ ଥାଇପାରେ। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ନିହାତି ଜରୁରୀ ଅଟେ ଆମ୍ଭେମାନେ ଶୈତାନର ସେବକକୁ ଏବଂ ଶୈତାନର ସୁସମାଚାରକୁ, ଶୈତାନର ଅନ୍ୟ ଭାଷାକୁ, ଶୈତାନର ଆତ୍ମାକୁ ଆମ୍ଭେମାନେ ଚିହ୍ନିବା ଦରକାର। କାରଣ ବର୍ତ୍ତମାନ ସମୟରେ ଅନେକ ଭଣ୍ଡ ଭାବବାଦୀ ବାହାରିଛନ୍ତି, ଆପଣମାନେ ଜାଣନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ଦେଖିବେ, ଦ୍ୱିତୀୟ କରନ୍ଥୀୟ ତାର 11 ତାର 4ରେ ଯଦି ଦେଖିବେ, ତାହେଲେ ଲେଖାଯାଏ, କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଏ, ବା ଯେଉଁ ସୁସମାଚାର ତୁମମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଏ, ତାହେଲେ ତୁମେମାନେ ତ ବଡ଼ ସହିଷ୍ଣୁ। ପ୍ରଭୁଙ୍କର ପ୍ରିୟ ଦାସ କହୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣିବା ଦରକାର। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ପ୍ରିୟ ଦାସ କହନ୍ତି ଯେ, ଏହି ତୃତୀୟ ଥର ମୁଁ ତୁମମାନଙ୍କ ନିକଟକୁ ଯାଉଅଛି, 2 ବା 3 ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ। 2 ବା 3। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ମାତୀୟ ପୁସ୍ତକ ଦେଖିବେ, ତାହେଲେ ଆପଣମାନେ ଜାଣିପାରିବେ, ସେମାନଙ୍କର ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟା ଗଛରୁ ଦ୍ରାକ୍ଷା ଫଳ କିମ୍ବା କାନଖଳି ଗଛରୁ ଡିମିରି ଫଳ ତୋଳନ୍ତି, ସେହି ପ୍ରକାର ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। ଭଲ ଗଛ ମନ୍ଦ ଫଳ ଫଳି ନପାରେ, କିମ୍ବା ମନ୍ଦ ଗଛ ଭଲ ଫଳ ଫଳି ନପାରେ। ଯେକୌଣସି ଗଛ ଭଲ ଫଳ ନ ଫଳେ, ତା ହଣାଯାଇ ନିଆଁରେ ପକାଯାଏ। ଅତଏବ ସେମାନଙ୍କର ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ଆପଣମାନେ ଚିହ୍ନିବା ଦରକାର ଯୀଶୁଙ୍କର ସୁସମାଚାର, ଶୈତାନର ସୁସମାଚାର ଏବଂ ଯୀଶୁଙ୍କର ଅନ୍ୟ ଭାଷା, ଶୈତାନର ଅନ୍ୟ ଭାଷା। ବାଇବଲରେ ଅନେକ ପ୍ରକାର ଆତ୍ମା ଅଛନ୍ତି, ଦୁଷ୍ଟ ଆତ୍ମା, ମନ୍ଦ ଆତ୍ମା, ପ୍ରେତ ଆତ୍ମା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଜାଣିବା ଦରକାର। ଏହି ଅଡ଼ିଓ ମାଧ୍ୟମରୁ ଆପଣମାନଙ୍କ ପାଖରେ ପ୍ରକାଶ କଲି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ନିହାତି ଭାବରେ ଶୁଣିଥିବେ, ବୁଝିଥିବେ
ଆପଣମାନେ ବୁଝିବା ଦରକାର ଏବଂ ଶୁଣିବା ଦରକାର ମଧ୍ୟ ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ବାଇବଲରେ ଯାହା ବିଷୟ ଲେଖା ନଥିବା ଦରକାର ତାହାର ବିଷୟ ମଧ୍ୟ ଲେଖା ଅଛି, ଯାହାକି ଶୈତାନ। ସେଥିପାଇଁ ଆପଣମାନେ ଜାଣିବା ଦରକାର। ଦୁଇଟି ଯୀଶୁ ଅଛି ବାଇବଲରେ, ଦୁଇଟି ଆତ୍ମା ଅଛି। ଆତ୍ମା ତ ଅନେକ ଅଛନ୍ତି, କିନ୍ତୁ ଆପଣମାନଙ୍କ ପାଖରେ ଦୁଇଟି ଆତ୍ମା କହୁଛି ଏବଂ ଅନ୍ୟ ଭାଷା ଅଛି ଦୁଇଟି, ଏବଂ ଦୁଇଟି ସୁସମାଚାର ଏବଂ ଦୁଇଟି ସେବକ, ଶୈତାନର ସେବକ, ପ୍ରଭୁ ଯୀଶୁଙ୍କର ସେବକ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏମାନଙ୍କର ଫଳ ଦ୍ୱାରା ଆମ୍ଭେମାନେ ଚିହ୍ନିଥାଉ ଏବଂ ଚିହ୍ନି ପାରିବା। ପ୍ରଭୁ ପ୍ରଭୁ ବୋଲି ଡାକିବା ଲୋକ ଅନେକ ଅଛନ୍ତି ଏବଂ ବାଇବଲରେ ଲେଖାଯାଏ ଶୈତାନ ମଧ୍ୟ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରିପାରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ବର୍ତ୍ତମାନ ଆପଣମାନେ ଶୁଣିଥିବେ ଯେଉଁମାନେ ମଦ ପିଉଛନ୍ତି, ସିଗାରେଟ୍ ଟାଣୁଛନ୍ତି, ଗୁଟଖା ଖାଉଛନ୍ତି, ସେମାନଙ୍କୁ ହିଁ ପବିତ୍ର ଆତ୍ମା ଆସୁଅଛି। ଅନେକ ଜାଗାରେ ଆପଣମାନେ ଦେଖନ୍ତୁ, ଏବଂ ସେମାନେ ହିଁ କହୁଥିବେ ରାବା ରାବା ଲାକା ରାକା, ଅନେକ ପ୍ରକାର ଭାଷା କହୁଥିବେ, କିନ୍ତୁ ସେମାନେ ବୁଝିପାରୁନଥିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବାଇବେଲ ପଢ଼ନ୍ତୁ ଏବଂ ସଠିକ୍ ଭାବରେ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ। ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ଏବଂ ମୋତେ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ।